ଏ ଶୁଣିଲ, ଆଜି ଟିକେ ବାହାରକୁ କୁଆଡେ ବୁଲିବାକୁ ଗଲେ ଭଲ ହୁଅନ୍ତାନି? କଣ କହିଲ? ବାହାରକୁ ବୁଲିଯିବାକୁ? ବାହାରକୁ ବୁଲିଯିବାକୁ ମୋର ଇଚ୍ଛା ନାହିଁ। ତମର ଯଦି ବାହାରେ ବୁଲିବାକୁ ଯିବାକୁ ଇଚ୍ଛା ଅଛି, ତାହେଲେ ତମେ ଯାଇପାର। ଆରେ, ତମେ ଯେତେବେଳେ ବି କହିବ, ଯୁଆଡେ ବି କହିବ, ମୁଁ ତ ନା ସବୁଆଡେ ବୁଲିବାକୁ ନେବି। ଆରେ ଶୁଣିଲ, ମୋ ଦେହଟା ଜମା ଭଲ ଲାଗୁନି। ମତେ ଟିକେ କାମରେ ଟିକେ ସାହାଯ୍ୟ କରିଦବ କି? କଣ ଏଇଟା ବି ବାକି ରହିଯାଇଥିଲା? ଆରେ ଦିନ ସାରା ମୁଁ ଯାଇକି ଅଫିସରେ ଖଟି ଖଟି ଆସିବି, ରାତିରେ ଆସିକି ପୁଣି ତମକୁ କାମରେ ସାହାଯ୍ୟ କରିବି? କାଇଁ, ତମ ନିଜ କାମ ତମେ ନିଜେ କରିପାରୁନ କି? ଯାଅ, ନିଜେ ଯାଇକି ନିଜ ରୋଷେଇ କାମ କର। କହିଲେ କଣ ନା କାମ କରିବି। ଆରେ ଯେତେବେଳେ ତମ ଦେହ ଖରାପ ହେଇଯାଇଥିବ ନା, ସେତେବେଳେ ନା ମୋ ହାତ ରନ୍ଧା ରୋଷେଇ ତମେ ନିଶ୍ଚୟ ଖାଇବ। ଟିକେ ଶୁଣିଲ, ଏଇ ମୋବାଇଲଟା ନା ମୋର ଖରାପ ହେଇଗଲାଣି। ମୋ ପାଇଁ ଗୋଟେ ନୂଆ ମୋବାଇଲଟା ଆଣିଲେ ହୁଅନ୍ତାନି? ଆରେ, ତମର ଫୋନ କଣ ହବ? ଯେମିତି ମୋବାଇଲ ଅଛି ସେମିତି ଚଲାଅ। କହିଲେ କଣ ନା ନୂଆ ମୋବାଇଲ ଆଣ ହରି, ଚଲା ସେ ଫୋନଟାକୁ। ଆରେ ତମର ନା ଯେତେବେଳେ ଯାହା ଦରକାର, ବାସ୍ ମତେ ଖାଲି ଟିକେ ଇସାରା କରିଦବ, ମୁଁ ସାଙ୍ଗେ ସାଙ୍ଗେ ନା ତମ ହାତରେ ଆଣିକି ଧରେଇ ଦେବି। ଖାଲି ତମେ ନା ଖାଲି ମୋର ହେଇଯାଅ। ଜାଣିଛ, ଯେତେବେଳେ ଗୋଟେ ମଣିଷ ତା ଭଲ ପାଉଥିବା ମଣିଷଟିକୁ ପାଇବା ପାଇଁ ସବୁ କିଛି ଲଗେଇ ଦେଇଥାଏ, ସେ ଭଲ ପାଉଥିବା ମଣିଷଟି ତାକୁ ଯେତେବେଳେ ମିଳିଯାଏ ନା, ତା କେୟାର କରିବାକୁ ବି ଭୁଲିଯାଏ।